अखिल भूमंडल सर्वश्रवणी मुनि समाज की जय। आदि स्वर जोगेश्वर शिव कुमार शास्त्री जी महाराज की जय। मयेवं सकलं जात मये सर्वं प्रतिष्ठितं मये सर्वं लयं जाति तद्ब्रह्मा दयास्पृहम्। कैवल्य उपनिषद 29 मंत्र। এই ମନ୍ତ୍ରଟିରେ ଆମେ ଜାଣୁଛେ ଯେ ସକଳ ସୃଷ୍ଟି ସ୍ଥିତି ବିଲୟର କାରଣ ହେଉଛନ୍ତି ଆତ୍ମା। ବେଦ ବେଦାନ୍ତର ସିଦ୍ଧାନ୍ତ ମଧ୍ୟ ଆତ୍ମା ହିଁ ଗୁରୁ। ଆତ୍ମା ନିଜର ଗୁରୁ। ଆତ୍ମାର ଗୁରୁ ମୁଁ ଆପଣେ ତେଣୁ ବୁଲାଇ ଘୋର ବନେ ମନ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ଭଗବତ ମଧ୍ୟ ଏ କଥା ପ୍ରମାଣ କରୁଛନ୍ତି ଯେ ନିଜେ ନିଜର ଗୁରୁ। ତେବେ ଯେ ସତ୍ୟ ଜ୍ଞାନ ଦିଅନ୍ତି, ଯେ ଆତ୍ମ ପରିଚୟ ଦିଅନ୍ତି, ସେ ହେଉଛନ୍ତି ସଦ୍ଗୁରୁ। ସଦ୍ଗୁରୁ ମଧ୍ୟ କହୁଛନ୍ତି ଯେ ଯେତେବେଳେ ଧର୍ମର ଗ୍ଲାନି ଘଟିଥାଏ, ସେତେବେଳେ ସଦ୍ଗୁରୁମାନଙ୍କର ଆବିର୍ଭାବ ହୋଇଥାନ୍ତି। ସେମାନେ ବିନା ଗୁରୁରେ, ବିନା ସଦ୍ଗୁରୁରେ ମଧ୍ୟ ତାଙ୍କର ଆତ୍ମା ଗୁରୁ ଦ୍ୱାରା ସେମାନେ ନିଜେ ନିଜେ ଧର୍ମର ଉତ୍ଥାନ କରିଥାନ୍ତି। ସଦ୍ଗୁରୁ ସେମିତି ଜଣେ ଗୁରୁ ଥିଲେ। ଆମକୁ ଆସିଥିଲେ ସେ ଆମର ଆତ୍ମ ପରିଚୟ ପ୍ରଦାନ କରି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଧର୍ମସ୍ୟ ତଦାତ୍ମନଃ ସୃଜାମ୍ୟହମ୍। ଯେତେବେଳେ ଧର୍ମର ଅଭ୍ୟୁତ୍ଥାନ ହୋଇଥାଏ, ସେତେବେଳେ କୌଣସି ପୁଣ୍ୟାତ୍ମା ଗୁରୁ ଭାବରେ ଏ ଧରାବତରଣ କରିଥାନ୍ତି। ସେଇଥିରୁ ଆମର ଶିମୁନି ମହାରାଜ ଥିଲେ ଅନ୍ୟତମ ଗୁରୁ, ଯେ କି ଶିଷ୍ୟକୁ ମଧ୍ୟ ବଡ଼ ଆସନ ଦେଇଥିଲେ। ସେ କହୁଥିଲେ ଶିଷ୍ୟ ଗୁରୁଠାରୁ ମଧ୍ୟ ଶ୍ରେଷ୍ଠ, କାହିଁକି ନା ଶିଷ୍ୟ ପ୍ରଥମେ ହେବାରୁ ସେ ଗୁରୁ ବୋଲି ଆଖ୍ୟା ଦେଇଥାଏ, ଗୁରୁ ବୋଲି ନାମକରଣ ଦେଇଥାଏ। ତେଣୁ ସଦ୍ଗୁରୁଙ୍କ ଉପଦେଶ ଦ୍ୱାରା ଆମେ ଯେତେବେଳେ ପ୍ରକୃତ ଯୋଗ ସାଧନର ଶିକ୍ଷା ଆମକୁ ମିଳିଯାଏ, ଈଶ୍ୱର ପ୍ରଣିଧାନ ଦ୍ୱାରା ଆମେ ଆପଣାର ସ୍ୱରୂପକୁ ଈଶ୍ୱର ବୋଲି ପରିଚୟ ପାଉ। ଧୀରେ 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 ଆମେ ସେଇ ମୁନି ଋଷିଙ୍କର ବାଣୀ ବା ବେଦର ଜ୍ଞାନକୁ ଆମ ଭିତରେ ପରାବାଣୀ ଭାବରେ ଆମେ ଉତାରୁ। ଈଶ୍ୱର ସର୍ବଭୂତାନାଂ ହୃଦଦେଶେ ଅର୍ଜୁନ ତିଷ୍ଠତି। ତେବେ ଏଇ ଯେଉଁ ଆମେ ବାଣୀ ଗୁଡ଼ିକ ଶୁଣୁଛେ, ଆମେ ଯେଉଁ ବାଣୀ ଗୁଡ଼ିକ ଶୁଣୁଛେ, ସେ ବାଣୀ ଗୁଡ଼ିକ ଅନେକ ଜାଗାରେ ଅନେକ ପ୍ରକାରର ଲେଖା ହେଇଛି ଯେ ପ୍ରକୃତ ଯୋଗର ମାଧ୍ୟମରେ କେମିତି ଆମେ ଆତ୍ମା ପାଖରେ ପହଞ୍ଚିବା, ଆତ୍ମାର ସତ୍ୟତାକୁ ପ୍ରତିପାଦନ କରିବା। ଆତ୍ମା ଯେଉଁ ପରଦା ଭିତରେ ଢାଙ୍କି ହୋଇଛନ୍ତି, ସେ ପରଦାକୁ କିଭଳି ଭାବରେ, ସେ ପାଚେରୀକୁ କିଭଳି ଭାବରେ ଆମେ ହଟେଇବା। ଯେ ଉତ୍ତମ ସଦ୍ଗୁରୁ ସେ ନିଶ୍ଚୟ ପଥ ପ୍ରଦର୍ଶନ କରିଥାନ୍ତି ଆମର। ତେଣୁ ଆମେ ତ ଏମିତି ଜଣେ ସଦ୍ଗୁରୁ ପାଇଲେ ଯେ କି ଆମର ପଥ ପ୍ରଦର୍ଶକ, ସେ ଆମକୁ ଆତ୍ମା ପାଖକୁ ନେଇଯାଉଛନ୍ତି। ସ ଏଷ ପୂର୍ବେଶଂ ଆପି ଗୁରୁ କାଳେନ ବ୍ୟବଚ୍ଛେଦାତ୍। ତ ଆମେ ଆତ୍ମା
ଗୁରୁ ମଧ୍ୟ ଆମକୁ ସେ ଜଣାଇଦେଲେ। 26 ନମ୍ବର ସୂତ୍ର ଏଇଆ କହୁଛି, ପ୍ରତ୍ୟେକଙ୍କ ହୃଦୟରେ ଯେଉଁ ଈଶ୍ୱର ବିଦ୍ୟମାନ, ସେଇ ଈଶ୍ୱର ହିଁ ଏକମାତ୍ର ସତ୍ତା, ଅଦ୍ୱିତୀୟ ବ୍ରହ୍ମ। ତେଣୁ ଗୋଟିଏ ଉଦାହରଣ ଆମେ ନେଉଛେ, ଯଦି ଆମେ କିଛି ସୂତା ନିଅନ୍ତି, ତେବେ କେହି ଶାଢ଼ୀ କରିବ ତ, କେହି ଧୋତି କରେ, କେହି ତଉଲିଆ କରେ। ଇଏ ସୂତାର ଭିନ୍ନ ରୂପ ହେଲେ ମଧ୍ୟ ତାର ଅସଲ ସ୍ୱରୂପ ହେଉଛି ସୂତା। ସେମିତି ଆମର ଆତ୍ମପରିଚୟ ଗୋଟିଏ ମାତ୍ର ଏକ ହିଁ ସତ୍ତା। ଆତ୍ମତତ୍ତ୍ୱ ଏକ ସତ୍ତା ହେଲେ ମଧ୍ୟ ବିଭିନ୍ନ ବ୍ୟକ୍ତିତ୍ୱର ବିଭିନ୍ନ ଗୁଣକୁ ନେଇ ଏ ଯେଉଁ 24 ପ୍ରକୃତି ଆମେ ଜାଣୁଛେ, ସେ ଭିନ୍ନ ଭିନ୍ନ ମତ ହୋଇଯାଇଛି। ତେଣୁ ସମସ୍ତେ ସମସ୍ତଙ୍କ ବିଚାରରେ ନିଜକୁ ମୁକ୍ତ କରନ୍ତି। ଏହି ସ୍ୱରକୁ ଆମକୁ ସଦ୍ଗୁରୁ ଆଉ ଟିକେ ଭିତରକୁ ନେଇଯାଉଛନ୍ତି। ଏଠି ଆମେ ଦୁଇଟି ସ୍ୱର ଜାଣୁଛେ, ଶୈତାନର ସ୍ୱର ଏବଂ ଆତ୍ମାର ସ୍ୱର। ଆମେ ଗୋଟିଏ ଉଦାହରଣ ନେବା। ମନେ କରାଯାଉ, ଗୋଟିଏ ସଂସାରୀ ଲୋକ ଗୋଟିଏ ଚାକିରି କରିଛି। ସେଥିରେ ସେ କ'ଣ କରୁଛି ନା, ତାର ମନ କହେ ମୁଁ କିଛି ଲାଞ୍ଚ ନେଇ ସେ ଲୋକଠୁ ତାର କାମଟି କରିଦେବି। କିନ୍ତୁ ଆଉ ଗୋଟିଏ ମନ କହେ ନା, ମୁଁ ଲାଞ୍ଚ କାହିଁକି ନେବି, ମୋର ଚାକିରିର ପଇସା ଯେତିକି ଆସୁଛି ମୁଁ ସେଇଥିରେ ହିଁ ସନ୍ତୁଷ୍ଟ ହୋଇ ଲୋକମାନଙ୍କର ସେବା କରିବି। ଏ ଯେଉଁ ଦୁଇଟି ସ୍ୱର ହେଲା, ଗୋଟିଏ ହେଉଛି ଆତ୍ମାର ସ୍ୱର, ଅନ୍ୟଟି ହେଉଛି ଶୈତାନର ସ୍ୱର, ଯିଏକି ଆମେ ସେଇ କାର୍ଯ୍ୟ କଲେ ଆମକୁ ନିଚ ସ୍ତରରୁ ଆହୁରି ନିଚ ସ୍ତରକୁ ନେଇଯାଏ। ତେଣୁ ଏହା ହେଉଛି ମନର ଶବ୍ଦ, ଅଶୁଦ୍ଧ ମନର ଶବ୍ଦ। ମୁସଲମାନ, ଖ୍ରୀଷ୍ଟିଆନ, ଫରାସୀ ତଥା ଉର୍ଦ୍ଦୁ ବିଦ୍ୱାନମାନେ ଏହି ସ୍ୱରକୁ ଯେଉଁ ସ୍ୱର କହିଲା ମୁଁ ଲାଞ୍ଚ ନେବି, ସେହି ସ୍ୱରକୁ ଶୈତାନର ସ୍ୱର ବୋଲି କହନ୍ତି। ବ୍ରହ୍ମବାଣୀ ବା ଆମର ଭିତରର ଶବ୍ଦ, ଯାହା ସଦ୍ଗୁରୁ କହିଲେ ଇନର ଭଏସ୍, ସେ ହେଉଛି ପରାବାଣୀ। ମନୁଷ୍ୟ ହୃଦୟ ଭିତରେ ସେ ଶୁଦ୍ଧାତ୍ମାର ସ୍ୱର ହୋଇ ଗୁଞ୍ଜରି ଉଠେ ଯେ ନା, ତୁ ଭୁଲ କରୁଛୁ, କାହାର କ୍ଷତି କରନା। ଯେତେବେଳେ ଆମେ ସଦ୍ଗୁରୁ କରନ୍ତି, ସେ ଆତ୍ମାର ଡାକକୁ ଆମେ ଜାଣିପାରନ୍ତି, ବୁଝିପାରନ୍ତି ଏବଂ ସେହି କର୍ମରୁ ଓହରି ଆସନ୍ତି। ଐଶ୍ୱର୍ଯ୍ୟା ନାମତେ ଲୋକା ଅନ୍ଧେନ ତମସାବୃତା ତାଂ ତୈ ପ୍ରତ୍ୟାଭିଗଚ୍ଛନ୍ତି ୟେ କେ ଚାତ୍ମହ ଜନାଃ। ଏହାର ଭାବାର୍ଥ ହେଲା ଯେ ଯେଉଁ ଲୋକମାନେ ଆତ୍ମାର ସ୍ୱରକୁ ଶୁଣିପାରନ୍ତି ନାହିଁ, ସେ ଆତ୍ମଘାତୀ। ତେଣୁ ସେମାନଙ୍କୁ ଐଶ୍ୱର୍ଯ୍ୟା ନାମକ ନର୍କକୁ ଯିବାକୁ ହୁଏ। ଅଜ୍ଞାନ ଅନ୍ଧକାର ଦ୍ୱାରା ଢଙ୍କା ହୋଇଥିବା ଏହି ନର୍କରେ ସେ ବହୁତ କଷ୍ଟ ପାଆନ୍ତି। ଆମେ ତ ଆଗରୁ ଜାଣିଛେ, ସ୍ୱର୍ଗ ଆଉ ନର୍କ ହେଉଛି ସୁଖ ଆଉ ଦୁଃଖ। ତେଣୁ ଏ ଯେଉଁ ଅଶୁଦ୍ଧ ମନର ବିଚାର ଯଦି ଆମେ କରୁଛେ, ତେବେ ଆମକୁ ଦୁଃଖରେ ଘାଣ୍ଟି ହେବାକୁ ପଡ଼ିବ। ସେଇ ପାପ ଅର୍ଜିତ ସମ୍ପତ୍ତି କେବେ ବି ଆମକୁ ସୁସ୍ଥ ହୋଇ ବଞ୍ଚିବାକୁ ଦେବନି। ଆମକୁ ଶୁଦ୍ଧାତ୍ମାର ସ୍ୱର ଶୁଣେଇ ଦେବ ନାହିଁ। ତେଣୁ ଆମେ କ'ଣ କରିବା ନା, ସଦ୍ଗୁରୁଙ୍କର ସେଇ ଶୁଦ୍ଧ ଆତ୍ମାର ସ୍ୱର ଶୁଣିବାକୁ ହେଲେ ଆମେ ନିଜେ ନିଜର ଭିତରକୁ ପ୍ରବେଶ କରିବା। ଯେ ଆମର ସ୍ୱାଧ୍ୟାୟ, ସାଧନା ଆଉ ସତ୍ସଙ୍ଗ ବଳରେ ଆମେ ଦେଖୁଛେ ଯେ ଆମେ ସ୍ୱାଧ୍ୟାୟ ବଳରେ ନିତ୍ୟ କିଛି ପୁସ୍ତକ ପଢ଼ୁଛେ,
ଆମେ ଯେତେବେଳେ ପୁସ୍ତକ ପାଠ କରୁନଥିଲେ ସେତେବେଳେ ଗୋଟେ ପ୍ରକାରର ଜ୍ଞାନ ଥିଲା। ଯେତେବେଳେ ପୁସ୍ତକ ପାଠ କରୁଛେ ଆମର ଜ୍ଞାନ ଆଉ ଟିକେ ବଢ଼ି ଯାଉଛି, ଆତ୍ମା ବିଷୟକ ଜ୍ଞାନ। ବ୍ରହ୍ମବାଣୀ ଯେତେବେଳେ ଆମେ ଶୁଣୁଛେ ଆମେ ଆମର ନିଜ ଘରକୁ ପ୍ରବେଶ କରୁଛେ। ସଦ୍ଗୁରୁ ଆମ ନିଜ ଘରର ଠିକଣା ଦେଉଛନ୍ତି ନା। ଠିକ୍ ସେଇଭଳି ଆମ ନିଜ ଆତ୍ମାର ଶବ୍ଦ ଶୁଣିବାକୁ ହେଲେ ଆମର ନିଜର ପ୍ରକୃତ ଘରକୁ ଯିବାକୁ ପଡ଼ିବ। ଅନ୍ୟ ଘରେ ଥିଲେ ନିଜ ଘରର ଶବ୍ଦ ଶୁଭେ ନାହିଁ। ଆମେ ଯେତେବେଳେ ନିଜ ଘରେ ଥାଉ ଆମ ନିଜ ଘରର ଶବ୍ଦ ଶୁଭିବ। ଆମେ ଯେତେବେଳେ ପଡ଼ୋଶୀ ଘରକୁ ବୁଲିବାକୁ ଯାଉଛେ କ'ଣ ଆମ ଘରରେ ଯାହା ଘଟୁଛି ଆମେ ଶୁଣିପାରୁଛେ? ତେଣୁ ସାଂସାରିକ ମନ ବା ଶୈତାନର ମନ ଆତ୍ମାର ଆବାଜ ଶୁଣିପାରେ ନାହିଁ, ସେ ଶବ୍ଦ କ୍ଷୀଣ ହୋଇଯାଏ। ତେଣୁ ଯେତେବେଳେ ଆମେ ବହୁର୍ମୁଖୀ ହୋଇଯାଆନ୍ତି, ଏଇ ଆତ୍ମାର ଆବାଜ ଠାରୁ ଦୂର ହୋଇଯାଆନ୍ତି, ନିଜର ବୃତ୍ତି ସାରୂପ୍ୟ ସଂସାର ତରଫରେ ଯେତେବେଳେ ଖେଳିଯାଏ, ସତ୍ୟଠାରୁ ଆତ୍ମଲୋକଠାରୁ ଆମେ ବହୁତ ଦୂରକୁ ପଳେଇ ଯାଆନ୍ତି। ତେଣୁ ଆମେ ଆତ୍ମଜ୍ଞାନ ହେବା ପାଇଁ ନିଷ୍ପକ୍ଷ ଭାବରେ ସଦ୍ଗୁରୁ ଚିହ୍ନି ନିର୍ବାଚନ କରିବା, ଆଉ ସେଇ ଐଶ୍ୱର୍ଯ୍ୟ ନାମକ ନର୍କରୁ କେମିତି ଉଦ୍ଧାର ପାଇବା, ଶୁଦ୍ଧ ଚୈତନ୍ୟ ଆତ୍ମା ହୋଇ ଆମେ ସେଇ ଆତ୍ମଜ୍ଞାନରେ ଜ୍ଞାନାୟିତ ହୋଇ ନିଜେ ଅନ୍ଧବିଶ୍ୱାସକୁ ତ୍ୟାଗ କରି ନିଜକୁ ପୂର୍ଣ୍ଣ ଶୁଦ୍ଧ, ପୂର୍ଣ୍ଣ ଜୀବନ୍ମୁକ୍ତ, ପୂର୍ଣ୍ଣ ଆନନ୍ଦମୟ କରିବା, ସେଇଆ ସଦ୍ଗୁରୁଙ୍କର ଥିଲା। ଏଇ ଯେଉଁ ଅଖିଳ ଭୂମଣ୍ଡଳ ସର୍ବଶିରୋମଣି ମୁନି ସମାଜ ସ୍ଥାପନା କଲେ, ତାଙ୍କର ମନର ବିଚାର ଥିଲା ଆମେ ମଧ୍ୟ ସେଇ ବିଚାରରେ ଶୁଦ୍ଧ ହୋଇଯିବା। ମୁଁ ଆତ୍ମା ହର୍ତ୍ତା କର୍ତ୍ତା ହୋଇ ସକଳ କର୍ମ ଫଳ ଦେଇ। ଏ ଆତ୍ମା ହିଁ ସମସ୍ତ କର୍ମର ଫଳଦାତା। ତେଣୁ ଉତ୍ତମ କର୍ମ କରିବା, ବିଚାର ଶୁଦ୍ଧ କରିବା। ଆମେ ସମସ୍ତେ ଏକ ହୋଇ ଯେଉଁ ଆସିଛନ୍ତି ଅଦ୍ୱିତୀୟ ବ୍ରହ୍ମ ଭାବରେ, ସେଇ ଅଦ୍ୱିତୀୟ ବ୍ରହ୍ମକୁ ଆମେ ଯାଇ ବ୍ରହ୍ମର ଶବ୍ଦକୁ ଶୁଣିବା। ଅହଂ ରୁଚି ତକ୍ଷରୁଚି ଚିତ୍ତରୁ ସଂସାର, ସଂସାର ପ୍ରପଞ୍ଚ ମାୟା ଭାସୁଛି ଆଗର। ଅହଂ ରୁଚି ତକ୍ଷରୁଚି ଚିତ୍ତରୁ ସଂସାର, ସଂସାର ପ୍ରପଞ୍ଚ ମାୟା ଭାସୁଛି ଆଗର। ରାଜାରାମ ଅହଂ ତ୍ୟାଗେ ମନର ସଂଯମ, ଯାହାକୁ ସଂସାର ସୁଖ ସୁଖ ଲାଗୁଥାଇ, ତାକୁ ସଂସାରୀପଣ କେବେ ନ ମିଳଇ। ଯାହାକୁ ସଂସାର ସୁଖ ସୁଖ ଲାଗୁଥାଇ, ତାକୁ ସଂସାରୀପଣ କେବେ ନ ମିଳଇ। ଅନ୍ଧ ସେହି ଶ୍ୱାନ ପରି ବୁଲି ମରୁଥାଇ। ତେବେ ଯୋଗ ବଶିଷ୍ଠ ମଧ୍ୟ ସେଇଆ କହୁଛନ୍ତି। ସଦ୍ଗୁରୁ ପ୍ରକୃତରେ ପୂର୍ଣ୍ଣ ଆତ୍ମଜ୍ଞାନୀ ଆଉ ଆଦିଶ୍ୱର ଯୋଗେଶ୍ୱର ଥିଲେ। ସେ ଆମକୁ ଆମ ଭିତରକୁ ବହୁତ ଗୁଡ଼ିଏ ପଥ ଅତିକ୍ରମ କରି କେମିତି ଆମେ ଆମ ଭିତରର ଶବ୍ଦ ଶୁଣିବା, କେମିତି ଆମେ ନିଜ ସ୍ୱରୂପକୁ ଜାଣିପାରିବା, ସେଇଆ ପାଇଁ ଜୀବମଙ୍ଗଳ ପାଇଁ ଆସିଥିଲେ ଓଡ଼ିଶାକୁ। ତ ଆମେ ସେଇ ଗୁରୁଙ୍କର ଭାବନାକୁ ବୁଝି ତାଙ୍କ ପଦାଙ୍କ ଅନୁସରଣ କରିବା। ତେବେ ଆସନ୍ତୁ ସମସ୍ତେ ଯୋଗ ସାଧନ ସ୍ୱାଧ୍ୟାୟ ଆଉ ସତ୍ସଙ୍ଗ କରି ଆମ ଆତ୍ମୋନ୍ନତି ଦିଗରେ ଆଗେଇ ଯିବା।
ଆଜିର ସତ୍ସଙ୍ଗକୁ ଏଇଠି ରଖିବା। ସପ୍ରେମ। ଜୟ ଜୀ। ଜୟ ଜୀ।